ଆଜ୍ଞା ନାରାୟଣ ଚନ୍ଦ୍ର ନାୟକ ଜଣେ ଶ୍ରମିକ ନେତା। ମୁଁ ସେଇ କଥା କହୁଛି ଆପଣଙ୍କ ମାଧ୍ୟମରେ। ଆର ଗୋଟେ ସାଂଘାତିକ କଥା, ଏ ଯେଉଁ ମନରେଗା ଯୋଜନାଟା ମହାତ୍ମା ଗାନ୍ଧୀଙ୍କ ନାମ, ମହାତ୍ମା ଗାନ୍ଧୀ ଗ୍ରାମୀଣ ରୋଜଗାର ଯୋଜନା ଯେଉଁଟା କରିଥିଲେ 2005ରେ ମନମୋହନ ସିଂ, ସେଟା ଗାନ୍ଧୀଜୀ କହିଥିଲେ ଦେଶ ସ୍ୱାଧୀନତା ପରେ ଗାନ୍ଧୀଜୀ କହିଥିଲେ ଯେତେବେଳେ ଗରିବ ଲୋକଙ୍କ ମୁହଁରେ ହସ ଫୁଟିବ ସେତେବେଳେ ଭାରତ ସ୍ୱାଧୀନର ସ୍ୱାଦ ମିଳିବ ବୋଲିକି କହିଥିଲେ। ଗରିବ ଲୋକ ମୁହଁରେ ଯେତେବେଳେ ହସ ଫୁଟିବ ସେଇ ଦୃଷ୍ଟିରୁ ଆଉ ବିଚାର କରିକି ମନମୋହନ ସିଂ ପ୍ରଧାନମନ୍ତ୍ରୀ 2005ରେ ମହାତ୍ମା ଗାନ୍ଧୀ ଗ୍ରାମୀଣ ଯୋଜନା ତିଆରି କରିଥିଲେ। ଚାଲିଥିଲା ଏଇଟା ଆଜ୍ଞା 2005 ମସିହାରୁ ଆରମ୍ଭ ହୋଇଥିଲା। ତାପରେ ଏବେ ଯେଉଁ ମୋଦି ସାହେବ ଯେଉଁ ମହାତ୍ମା ଗାନ୍ଧୀଙ୍କ ନାମ କାଟିଦେଲେ, ତୁମେ 100 ଦିନ ଥିଲା ତ 125 ଦିନ କରିଦେଇଛ, 25 ଦିନ ବଢ଼େଇ ଦେଇଛ। କିନ୍ତୁ ମହାତ୍ମା ଗାନ୍ଧୀ ଯେ ଜାତିର ପିତା, ତାପରେ ଓବାମା ଆସିଥିଲେ ଆମେରିକା ରାଷ୍ଟ୍ରପତି ଭାରତ ଆସିଥିଲେ, ସେ କହିଲେ ମୋ ଆଦର୍ଶ ହେଉଛନ୍ତି ମହାତ୍ମା ଗାନ୍ଧୀ। ଏବେ ପୁଟିନ ଆସିଥିଲେ ରୁଷିଆର ରାଷ୍ଟ୍ରପତି, ସେ ଗାନ୍ଧୀଜୀଙ୍କ ପ୍ରତିମୂର୍ତ୍ତିକି ଫୁଲହାର ଦେବା ସଙ୍ଗେ ତାଙ୍କ ପୀଠରେ ସିଏ କହିଲେ ଯେ ବର୍ତ୍ତମାନ ବିଶ୍ୱ ଗାନ୍ଧୀଜୀଙ୍କ ଚରିତ୍ର ଆଦର୍ଶକୁ ଗ୍ରହଣ କରୁଛି। ସେଇ ସମୟରେ ଯାହାକୁ ବିଶ୍ୱ ଯେଉଁ ନୀତି ଆଦର୍ଶକୁ ଗ୍ରହଣ କରୁଛନ୍ତି ରୁଷିଆ ରାଷ୍ଟ୍ରପତି କହିବା ଅର୍ଥରେ, ତାକୁ ଏ ଯେଉଁ ଯୋଜନା ମାଧ୍ୟମରେ ତାଙ୍କ ନାଁଟା କାଟିଦେବାଟା ଗୋଟେ ଯୁକ୍ତିସଙ୍ଗତ ନୁହଁ, ଏଇଟା ଅଯୌକ୍ତିକ। ଯଦି ପୁଅ ବାପର ଶ୍ରାଦ୍ଧ କାହିଁ କରୁଛି, କାହିଁକିନା ସିଏ ତା ପୁଅ ବୋଲିକି। ସେମିତି ଯଦି ଜାତିର ଜନକ ଯେଉଁ ଭାରତବାସୀ ଯେଉଁ ଜାତିର ପିତା ମହାତ୍ମା ଗାନ୍ଧୀ ନାମକରଣ କରିଥିଲେ, ପ୍ରଧାନମନ୍ତ୍ରୀ କି ବିଜେପି ସରକାର ଜାତିର ପିତା ନାମଟା ତାଙ୍କ ନାଁଟା ଉଠେଇକି ଆଉ ଗୋଟେ ରାମ କି ରାମ ଯୋଜନା ଗୋଟେ କରିଛନ୍ତି। କ'ଣ ବିକଶିତ ଭାରତ ଜି ରାମଜୀ ଯୋଜନା କଲ, ବିକଶିତ ଭାରତ କଲ, ଠିକ୍ ଅଛି। ମହାତ୍ମା ଗାନ୍ଧୀଙ୍କ ନାଁଟା କାଟିବାର ଉଦ୍ଦେଶ୍ୟ କ'ଣ ବିଜେପିବାଲାଙ୍କର ମୁଁ କିଛି ବୁଝିପାରୁନି। ଯେତେବେଳେ ବିଶ୍ୱ ତାଙ୍କ ନୀତି ଆଦର୍ଶ ଗ୍ରହଣ କରୁଛି, ଏଇ କଥାଟାକୁ ସେ କ'ଣ ଗ୍ରହଣ କରିଦେଲେ, ତୁମେ କହି ତା ନାଁଟା କାଟିଦେଲେ କ'ଣ ମହାତ୍ମା ଗାନ୍ଧୀ ଲୋପ ପାଇଯିବେ କି? ଇଏ ଗୋଟେ ସାଂଘାତିକ କଥା। ଦ୍ୱିତୀୟ କଥା ହେଉଛି ଯେଉଁ 2005ରେ ଯେଉଁ ହେଇଥିଲା ମନମୋହନ ସାମଲଙ୍କର ଯେଉଁ ଗ୍ରାମୀଣ ରୋଜଗାର ଯୋଜନା କରିଥିଲେ, ସେଇଟାରେ ଥିଲା କ'ଣ ଯେ ଯେଉଁ ମନରେଗା ଯୋଜନାରେ ଯେଉଁ ଟଙ୍କାଟା ଯିବ ଗ୍ରାମାଞ୍ଚଳରେ ଖର୍ଚ୍ଚ ହେବା ପାଇଁ, ତାକୁ କେନ୍ଦ୍ର ସରକାର 90% ବହନ କରୁଥିଲେ, 10% ରାଜ୍ୟ ସରକାର ବହନ କରୁଥିଲେ। ଏଇଟା ମନରେଗା ଯୋଜନାର ମୂଳ ଅର୍ଥ। ବର୍ତ୍ତମାନ ଭାଇ ଯେଉଁ ବିଜେପି ସରକାର ଯେଉଁ କରିଛି ଭାରତ ବିକଶିତ ରାମ କି ରାମ ଯୋଜନା, ସେଥିରେ ଆଜ୍ଞା 100 ଦିନ ଥିଲା, ଏଇଟା 125 ଦିନ କରିଛନ୍ତି। କିନ୍ତୁ ଦେଖନ୍ତୁ ଇଏ ବିଜେପି ସରକାର କେତେ କ୍ଷତି କରୁଛି ଯେ ଏ ଦେଶବାସୀ କି ଏ ରାଜ୍ୟବାସୀ କେଉଁ ବିପଦରେ ପକାଉଛି। ସେତେବେଳେ ଥିଲା 90% କେନ୍ଦ୍ର ଦେବ, 10% ରାଜ୍ୟ ଦେବ। ବର୍ତ୍ତମାନ ଏ ଯେଉଁ ରାମ କି ରାମ ଯୋଜନାରେ 60% କେନ୍ଦ୍ର ଦେବ, 40% ରାଜ୍ୟ ଦେବ। ତାମାନେ 30% ଟଙ୍କା ପକାଇଦେଲେ ରାଜ୍ୟ ସରକାରଙ୍କ ଉପରେ। ତାପରେ ଆଜ୍ଞା ସବୁଠୁ ବଡ଼ କଥା ହେଉଛି କ'ଣ, ମନରେଗା ଯୋଜନାରେ ଟଙ୍କାଟା ସାଂକ୍ସନ୍ ହେଉଥିଲା, ବ୍ଲକ ହେଉ ମ୍ୟୁନିସିପାଲିଟିକୁ ହେଉ ଦିଆଯାଉଥିଲା, ସେମାନେ କେଉଁଠି କାମ ହେବ କରୁଥିଲେ। କିନ୍ତୁ ବର୍ତ୍ତମାନ ଯେଉଁ ରାମ କି ରାମ ଯୋଜନା, ଭାରତ ବିକଶିତ ଯୋଜନାରେ ମାଲିକ ଆଜ୍ଞା କେହି ଆମେମାନେ ନୁହନ୍ତି, ମାଲିକ ହେଲେ କେନ୍ଦ୍ର ସରକାର। ସେ ଏମାନେ କେବଳ ଅନୁମୋଦନ କଲେ ରାଜ୍ୟ ସରକାର ପାସ୍ କରିବ, କେନ୍ଦ୍ର ସରକାର ସାଂକ୍ସନ୍ କଲେ ସେ କାମ ହେବ। ଆଜ୍ଞା ଏଇଟା ଉଚିତ କି? ଯେଉଁ ମନରେଗା ଯୋଜନାରେ ଟଙ୍କାଟା ଆସୁଥିଲା ବ୍ଲକକୁ, ସେ ଚେୟାରମ୍ୟାନ୍ ହେଉ ବିଡ଼ିଓ ହେଉ, ସେମାନେ କେଉଁ ଏରିଆରେ କେଉଁ କାମ ଖର୍ଚ୍ଚ କରୁଥିଲେ ମନରେଗା ଯୋଜନାରେ। କିନ୍ତୁ ବର୍ତ୍ତମାନ ଯେଉଁ ରାମ କି ରାମ ଯୋଜନାରେ ଏମାନେ ଖର୍ଚ୍ଚ କରିପାରିବେନି। ଏମାନେ ଲେଖିବେ ଏତିକି ଟଙ୍କା ଖର୍ଚ୍ଚ ହେବ, ଏତିକି ଲୋକ ଜାଣିବା ଦରକାର, ସେଟା ରାଜ୍ୟ ସରକାର ପାସ୍ କଲା ପରେ କେନ୍ଦ୍ର ସରକାରକୁ ଯିବ, ଅନୁଦାନଟା ଆସିଲେ କାମ ହେବ। ଏଇଟା ଆଜ୍ଞା ବିକଶିତ କି? ଗୋଟେ ପଞ୍ଚାୟତରେ କି ଗୋଟେ ମ୍ୟୁନିସିପାଲିଟିରେ ମନରେଗା ଯୋଜନାରେ ଟଙ୍କା ଆସୁଥିଲା, ସେମାନେ ଖର୍ଚ୍ଚ କରିକି କାମଟା କରୁଥିଲେ। ବର୍ତ୍ତମାନ ଏ ଯେଉଁ ରାମ କି ରାମ ଯୋଜନାରେ ଏମାନେ ଖର୍ଚ୍ଚ କରିପାରିବେନି, ଲେଖିବେ ଆମ ଏରିଆରେ ପଞ୍ଚାୟତରେ ଏଇ କାମ ହେବା ଦରକାର, ସେଟା ସାଂକ୍ସନ୍ ହେବ, ରାଜ୍ୟ ସରକାର ସାଂକ୍ସନ୍ କରିବେ। ତେଣୁ କେନ୍ଦ୍ର ଅନୁଦାନଟା ଆସିଲେ ଇଏ ଯାଇ କାମ କରିବେ। ଏଇଟା ଆଜ୍ଞା ଉଚିତ କି? ଆଜ୍ଞା ତାପରେ ଦେଖନ୍ତୁ ଆଉ ଗୋଟେ ବଡ଼ କଥା ହେଇଛି ଆଜ୍ଞା, କାହିଁକି ଯେ ଆମ ଓଡ଼ିଶା ଯିଏକି
उत्कल प्रदेश जी कि गंगा ठू गोदावरी प्रदेश शासक थे जी कि भाषाभित्तिक राज्य गठन करते जी कि आज आमर शास्त्रीय मान्यता भी ओडिया भाषा पाइले से ओडिया लोक मैंने कहीं चुप रही आज्ञा गोटे आगुरी थिला आईन पंचायत राज दिवस पंचायत मानू अधिका शक्तिशाली करा राजीव गांधी योजना थिला सेटा भी आमर एठी आमर नवीन बाबू सरकार थिला बेले से पंचायत राज कार्यकारी करते देखो पंचायत राज काम थिला जे गोटे टंका आसीबो 20 लाख टंका जड़े पंचायत अध्यक्ष जे ब्लॉक अध्यक्ष दलर राजनीतिक लोक थी सी 20 लाख टंका खर्च कर 2 लाख वीडियो खर्च कर किंतु 20 लाख टंका जिते खर्च कर कैपासीटी थी अध्यक्ष से पंचायत ब्लॉक पंचायत मीटिंग रे जो पास होता चेयरमैन जो ब्लॉक अध्यक्ष से 20 लाख भर से पंचायत खर्च कर बर्तमान आज्ञा ये सरकार ये जो मोहन माझी सरकार से जो 20 लाख टाक काटिकी कर जड़े ब्लॉक अध्यक्ष 2 लाख टका खर्च कर जड़े वीडियो 20 लाख टका खर्च एटा बदल देले जो 20 लाख था चेयरमैन अध्यक्ष पावर सेटा को देदेले वीडियो को वीडियो जो 2 लाख टका था सेटा को देदेले क्या अध्यक्ष को आपने कहतुनि गोटे ब्लॉक अध्यक्ष तार पांठी है 2 लाख टंका कौ पंचायत कौन सी कम हवाक थिने से करि कि जो 20 लाख थिला से पंचायत जो पंचायत जो कम थिला से गोटे चेयरमैन अध्यक्ष कर ब्लॉक बर्तमान ये जो काम कले मोहन माझी सरकार ये सबू प्रशासन ब्लॉक हाथ को वीडियो हाथ को देदेले जड़े रबर स्टाम्प कर क्या आमर चेयरमैन को 2 लाख टंकार से कौ पंचायत कौन कम है वीडियो कौन ना चेयरमैन अध्यक्ष कौन कर सी जीव आज्ञा बजेब वीडियो कदे आज्ञा अमुक पंचायत अमुक कम हम आपड़ टंका सांसन करूँ किंतु सेतबले अध्यक्षर जो 20 लाख पावर थिला सी पंचायत काम कर पारा आ द्वारा ये जो ब्लॉक जो 20 लाख को 2 लाख करदे अध्यक्ष पांठी काटिदेले ये जो मनरेगा योजना जो सीधा सीधा टंका आसूला से खर्च कर किए ब्लॉक रे मालिक हेले मुख्यमंत्री वीडियो कंट्रोल चलो मनरेगा जो राम की राम योजना रे अध्यक्ष हो गले किए खोद केंद्र मंत्री सी सुपारिश न कले से कम हो पार आ द्वारा जो तल स्तर जो गरीब लोक मैंने जोटा कि गांधीजी कहते गरीब लोक मुहर हस फुटिले देश स्वाधीन होला बोली मु अनुभव करमी वर्तमान जो ग्रामांचल मनरेगा योजना ये जो ब्लॉक जो 20 लाख अध्यक्ष छड़े नवा आ द्वारा तल स्तर लोकंकर कांद आसब ब्लॉक अध्यक्ष ता पाखे पांठी ना से कर जदि मनरेगा योजना डायरेक्ट जो कम होता राम की राम योजना सी कौन सी कम करें नहीं हेटा सुपारिश करेंगे सुपारिश टंका आइला पर करेंगे आ द्वारा ग्रामांचल गरीब लोक मुहर आज्ञा हस फुटब कि गरीब लोकंर जो उपकार पाई जो मनरेगा योजना होता जो पंचायत राज माध्यम जो 20 लाख टंका अध्यक्ष सांसन होगा ता चुटी बर्तमान सरकार हाथ को नहीं गले जड़े ब्लॉक अध्यक्ष चाहिए किसी करें कहीं तार पांठी 2000 टंका 2 लाख टंका आउ मनरेगा पर जो रामजी रामर पांठी जो ब्लॉक वाला कि जो मनरेगा योजना टंका आसला खर्च करें ये मैंने खर्च करें नहीं सुपारिश करेंगे सुपारिश टंका आईने जा कार्य कर यहीटा आज्ञा तल स्तर पंचायत मानकर गरीब लोकर उन्नति हम कि ये जो वर्तमान ये कथाटा विचार करवा दरकार जोटा मनरेगा योजना रे थिला 10% 90 केंद्र बहन करुला वर्तमान जो राम की राम योजना रे 40 भाग जो दाखल करवा राज्य 60 भाग देव केंद्र देखो 60 90टा को 60 करदे 90टा को 60 करदे जो केंद्र अनुदानटा आउ 10% जो राज्य सरकार करथिला डिपोजिट ताकू 40% करदे ता माने 30% अधिका करदे एथुरु विचार करंतु मनरेगा योजनाटा ठीक थिला कि भारत विकसित राम की राम योजनाटा ठीक अच्छे एक कथा वर्तमान राज्यवासी बुझिया निहाती जरूरी ए आम देशर जोते राज्य अच्छी राज्य सरकार उपरे केंद्र सरकार 30% अधिका लदी देले जोटा कि मनरेगा 10% डिपोजिट करते बर्तमान 40% राज्य सरकार में डिपोजिट जड़े गोटे ओडिशार गोटे गरीब राज्य जोटी कि मनरेगा काम बेसी लोक करती कहीं गरीब राज्य जेहेतु ओडिशा मनरेगा काम पाती बर्तमान से माने काम पाइबे नहीं
ଏହା ବ୍ଲକର କି କାହାରି ଅଧିକାର ନାହିଁ। ରାଜ୍ୟ ସରକାର କେନ୍ଦ୍ର ସରକାର ସୁପାରିଶ ନ କଲେ ଏମାନେ ଯେଉଁ ଗରିବ ଲୋକ ଆଜି ଦାଦନ ଖଟିବାକୁ ଯାଉଛି ସେ ଯେଉଁ କାମ କିଛି ମନରେଗା ମାଧ୍ୟମରେ ପାଉଥିଲେ ସେଥିରୁ ଆଜ୍ଞା ଏମାନେ ବଞ୍ଚିତ ହେବେ। କାହିଁକିନା ସୁପାରିଶ ହେବ, ରାଜ୍ୟ ସରକାର ସୁପାରିଶ କଲେ ଯାଇକି କାହା ହେବ। ସେତେବେଳେ ଆଜ୍ଞା ଜଣେ ଗରିବ ବଞ୍ଚିବ କି? ଗରିବ ମୁହଁରୁ ହସ ଫୁଟିବ କି? ଇଏ ଯେଉଁ ସରକାର, ଯେଉଁ କେନ୍ଦ୍ର ଯେଉଁ ବିଜେପି ସରକାର କି ରାଜ୍ୟରେ ଯେଉଁ ମୋହନ ମାଝୀ ସରକାର ଯେଉଁ ନୀତି ନିର୍ଦ୍ଧାରଣ କରୁଛନ୍ତି ସେଟା ଗରିବମାନଙ୍କର ଲାଭ ବ୍ୟତୀତ କ୍ଷତି ହେବାରେ ଚାଲିଛି। ଗରିବ ଲୋକଙ୍କର କ୍ଷତି ହେବାରେ ଚାଲିଛି। ପଞ୍ଚାୟତରେ କୌଣସି କାମ ନ ହେବା ପାଇଁ ଏମାନେ ଚିନ୍ତା କରିଛନ୍ତି। ଏଇଥିରୁ ମୁଁ ଆପଣଙ୍କ ମାନ୍ୟବର ଅନୁରୋଧ, ଓଡ଼ିଶାବାସୀ ଏକଥାଟା ବୁଝିବା ନିହାତି ଜରୁରୀ। ଦେଶବାସୀ ବି ପ୍ରତ୍ୟେକ ରାଜ୍ୟବାସୀ ବୁଝିବା ଦରକାର ସରକାରମାନେ ଯେ ମନରେଗା ଯୋଜନାରେ ଆମେ 10% ଦେଉଥିଲା ବେଳେ ବର୍ତ୍ତମାନ 40% ଆମକୁ ଦେବାକୁ ପଡ଼ିବ। 30% ଅଧିକା ଡିପୋଜିଟ୍ ନ କଲେ ରାଜ୍ୟ ସରକାରମାନେ ସେ ଏଇ ଯେଉଁ ରାମ କି ରାମ ଯେଉଁ ଯୋଜନା କରିଛି ମୋଦି ସାହେବ କରିଛନ୍ତି ସେ ଯୋଜନା କାର୍ଯ୍ୟକାରୀ ହୋଇପାରିବ ନାହିଁ। ଏଥିରୁ ଆପଣମାନେ ଯାହା ବିଚାର କରିବେ। ଇଏ ସରକାର ଆମକୁ ଲାଭ ଦେଲା ନା ତଳ ଗରିବ ଲୋକଙ୍କର କ୍ଷତି ଚାହୁଁଛି, କାମ ବନ୍ଦ କରିବାର ବାଟ ତିଆରି କରୁଛନ୍ତି। ସେ ଯେଉଁ ରାମ କି ରାମ ଯୋଜନା ହେଉ କି ବ୍ଲକର ଯେଉଁ 20 ଲକ୍ଷ ଅଧେକଠୁ ନେଇଯିବା ହେଉ, ଆ ଦ୍ୱାରା ତଳ ସ୍ତରର ପଞ୍ଚାୟତର ଗରିବ ଲୋକଙ୍କର ଦାନା ମାରିବା ପାଇଁ ବାଟ ତିଆରି କରିଛି। ଏଇ ଯେଉଁ କ୍ଷତି ଓଡ଼ିଶାବାସୀ ସହିବେ। ମୁଁ ଆପଣଙ୍କ ମାଧ୍ୟମରେ କହୁଛି ଓଡ଼ିଶାବାସୀ ଜାଗ୍ରତ ହୁଅନ୍ତୁ। ରାମ କି ରାମ ଯୋଜନାଟା ଠିକ୍ ନୁହଁ, ମନୋହର ଯୋଜନା ଠିକ୍ ଥିଲା। ଆଉ ଯେଉଁ ବ୍ଲକରୁ ଯେଉଁ ଟଙ୍କା ଛଡ଼େଇ ନେଇଛନ୍ତି ମୁଖ୍ୟମନ୍ତ୍ରୀ, ଯେଉଁ 2 ଲକ୍ଷ ଟଙ୍କା ଦେଇଛନ୍ତି ବ୍ଲକ ଅଧ୍ୟକ୍ଷକୁ, ତାକୁ ପୁନର୍ବାର 20 ଲକ୍ଷ ଟଙ୍କା କରନ୍ତୁ ଯାହାଦ୍ୱାରା କି ପଞ୍ଚାୟତର ଉନ୍ନତି ହେବ।